ଆସିଛେ ଭାଇ ଏ ଜଙ୍ଗଲକୁ ଶିକାର କରିବା ପାଇଁ। ଆଜ୍ଞା ମହାରାଜ। ପଣ୍ଡିତ ସାରଥୀ ଯେତେବେଳେ ରଥଟାକୁ ସୁସଜ୍ଜିତ କରି ଆଣି ରାଜାଙ୍କ ସମ୍ମୁଖରେ ଦଣ୍ଡାୟମାନ କରିଛି, ଏହି ସମୟରେ ପଣ୍ଡିତ ଅଲି ଅଲି ଝିଅଟା ଡାକୁଛେ ବାବା। ମାରେ କଣିଛି ଆପଣ କଣ ଯାଉଛନ୍ତି ନା? ହରେ ମାମୁ ଯାଉଛେ ଜଙ୍ଗଲକୁ ଶିକାର କରିବା ପାଇଁ। ଆପଣ ଯାଉଛନ୍ତି? ହଁ ଆପଣଙ୍କ ସହିତ ମୁଁ ଯିବି। ଏ ମା ଆଜ୍ଞା ମାରେ ଇଏ ଜଙ୍ଗଲରେ ବଡ ବଡ ହିଂସ୍ର ଜନ୍ତୁ ମାନେ ବସବାସ କରନ୍ତି। ଆଜ୍ଞା ମୋ ମାଟା ପରା ଇଏ ମାଙ୍କ ନିକଟରେ ରାଜପ୍ରାସାଦରେ ଥାଏ। ଆଜ୍ଞା। ମୁଁ ଫେରିଲେ ଅନ୍ୟ ଆଡେ ଯିବା ବୁଲିବା ପାଇଁ। ନାଇଁ ବାବା, ମୁଁ ଏବେ ଯିବି ଆଉ ତମ ସହିତ ଏବେ ବି ଯିବି। ଓହୋ ମା ମୋ କଥାଟା ଟିକେ ମୁଁ କିଛି ବୁଝିବିନି ବାବା। ସୁପ୍ରିୟା। ଯିବି ଯିବି ଯିବି। ସୁପ୍ରିୟା ସୁପ୍ରିୟା ଆରେ ଦେଖୁଛ ଏ ଝିଅଟା କେମିତି ଜିଦି ଧରି ବସିଛି ମୋ ସହିତ ଜଙ୍ଗଲକୁ ଶିକାର କରି ଯିବା ପାଇଁ। ଦେଖ ତମେ ତ ଜାଣିଛ ଏ ଜଙ୍ଗଲରେ ବଡ ବଡ ହିଂସ୍ର ଜନ୍ତୁ ମାନେ ବସବାସ କରନ୍ତି। ଆରେ ପିଲାଟାକୁ ଟିକେ ବୁଝେଇ ସୁଝେଇ ରାଜପ୍ରାସାଦରେ ରଖ, ମୁଁ ଫେରିଲେ ମୋ ସହିତ ଅନ୍ୟ ଆଡେ। ନାଇଁ ବୋଉ, ତୁ ଟିକେ ବାବା କୁହନ୍ତୁ, ମୁଁ ଟିକେ ତାଙ୍କ ସହିତ ବନକୁ ଯାଆନ୍ତି। ଝିଅଟା କେତେ କରି ମନେ କରିଛି, ତମେ ଯେ ତାର ସାଥିରେ ବି ବୁଲେଇ ନିଅ ତ ଭଲ ହୁଅନ୍ତାନି। ଯାହଉ ମୁଁ ଭାବୁଥିଲି ମା ତାର ବୁଝେଇ ସୁଝେଇ ରଖିବ, କିନ୍ତୁ ମା ବି ସେଇଆ କହୁଛି ଝିଅଟା ଯାଉ। ଠିକ ଅଛି, ଆରେ ମୋ ଝିଅ ଯେ ମୋ ସହିତ ଜଙ୍ଗଲକୁ ଯିବ ଶିକାର କରିବା ପାଇଁ। ବସିଛି ଝିଅଟା ଯେ ରଥ ଉପରେ, ଚାଲିଛି ପଣ୍ଡିତ କ୍ଷେତ୍ରବତୀର ରଥଟା। ପହଞ୍ଚି ରହିଛି ରଥଟା ଯେ ଜଙ୍ଗଲର ପାଦ ଦେଶରେ। ପଣ୍ଡିତ ଝିଅ ଦେବେ। ଆଜ୍ଞା ଯେତେବେଳେ ରଥଟା ଏ ଜଙ୍ଗଲର ପାଦ ଦେଶରେ ପଣ୍ଡିତ ପହଞ୍ଚି ଯାଇଛି, ଦେଖୁଛନ୍ତି ରାଜା ସୁରସେନ ଜଙ୍ଗଲର ଦୃଶ୍ୟ। ଆଜ୍ଞା ବଡ ବଡ ବୃକ୍ଷ ମାନ ଆଜି ଆକାଶକୁ ମୁଣ୍ଡ ଟେକି ଦଣ୍ଡାୟମାନ। ଆଜ୍ଞା ଦେଖିନି ଦେଖିବା ଜଙ୍ଗଲରେ ସବୁ କି କି ବୃକ୍ଷ ରହିଛି। ପ୍ରମାଣ କଲେ ବାବୁରେ ନାରୀ କବି ଅପର୍ଣ୍ଣା ପଦ୍ୟ ସାହାରା ସଜନା ସାହସ ଆଉ ସାହାରା ସଜନା ସାହସ ଆଉ ଲଳିତ ବଙ୍ଗଳେ ବୋଲା ମଳି ଆଉ କବାରୁ କଦମ୍ବ କୁଣ୍ଟା କଦମ୍ବ ନାରୀ କେଳିବ ଭୋଲାରେ ନାରୀ କେଳିବ ଆଜ ହୋଇ ଚଢ଼ି ଫଲିଆ ଦେଖ ସେ ରଙ୍ଗଣୀ ରଙ୍ଗ ସେବି ଦେଖୁଛନ୍ତି ପଣ୍ଡିତ ରାଜା ସୁରସେନ ଏ ଜଙ୍ଗଲର ଦୃଶ୍ୟ।